ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋ ବିଶ୍ୱରେ ତାହାର ଅଦ୍ଭୁତ ସାଧନ ଦ୍ୱାରା ସ୍ଥାନ କମାଇଛି। ଏହା ପୂର୍ବରୁ ଚନ୍ଦ୍ରଯାନ-3 ମିଶନର ସଫଳତା ପରେ ବର୍ତ୍ତମାନ ଭାରତର ଅଗ୍ରଗତି ଲକ୍ଷ୍ୟ ଗଗନଯାନ ମିଶନ ଅଟେ, ଯାହା ଅଧୀନରେ ଭାରତୀୟ ଅନ୍ତରୀକ୍ଷ ଯାତ୍ରୀମାନଙ୍କୁ ଚନ୍ଦ୍ରର ତଳଭାଗକୁ ପଠାଇବା ପାଇଁ ପ୍ରକଳ୍ପ ନିର୍ଦ୍ଦିଷ୍ଟ କରାଯାଇଛି। ଗଗନଯାନ ମିଶନ ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ମିଶନ ଅଟେ, ଯାହାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଭାରତୀୟ ଅନ୍ତରୀକ୍ଷ ଯାତ୍ରୀମାନଙ୍କୁ ପୃଥିବୀର କକ୍ଷରେ ପଠାଇବା ଓ ସୁରକ୍ଷିତ ଭାବରେ ଫେରାଇବା। ଏହାର ମହତ୍ତ୍ୱ ସେଥିରେ ଅଟେ ଯେ ଏହି ମିଶନ ଭାରତକୁ ସେହି ସମସ୍ତ ଦେଶର ତାଲିକାରେ ରଖିବା ଆବଶ୍ୟକ ଯେଉଁମାନେ ମାନବକୁ ଅନ୍ତରୀକ୍ଷକୁ ପଠାଇଛନ୍ତି। ଗଗନଯାନ ମିଶନ ଅଧୀନରେ 3 ଭାରତୀୟ ଅନ୍ତରୀକ୍ଷ ଯାତ୍ରୀମାନଙ୍କୁ ପୃଥିବୀର କକ୍ଷରେ ପ୍ରାୟ 400 କିଲୋମିଟର ଉଚ୍ଚତାରେ 3 ଦିନ ପର୍ଯ୍ୟନ୍ତ ପଠାଇ ଅଣାଯିବ। ଏହା ପାଇଁ ଇସ୍ରୋ ତାଙ୍କର ସବୁଠାରୁ ଶକ୍ତିଶାଳୀ ରକେଟ୍ LVM-3କୁ ବ୍ୟବହାର କରିବ। ଏହି ରକେଟ୍ ଆଗକୁ ଚନ୍ଦ୍ରରେ ପଠାଯିବା ଭାବିଥିବା ମିଶନ ପାଇଁ ମହତ୍ତ୍ୱପୂର୍ଣ୍ଣ ପରୀକ୍ଷା ହେବାକୁ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋକୁ 2040 ମସିହା ପର୍ଯ୍ୟନ୍ତ ଭାରତୀୟମାନଙ୍କୁ ଚନ୍ଦ୍ରରେ ଉତାରିବା ପାଇଁ ବା ଓହ୍ଲାଇବା ପାଇଁ ଲକ୍ଷ୍ୟ ଦେଇଛନ୍ତି। ଏହା ଏକ ଚ୍ୟାଲେଞ୍ଜ ଅଟେ, କିନ୍ତୁ ଇସ୍ରୋ ଚନ୍ଦ୍ରଯାନ ଓ ମଙ୍ଗଳଯାନ ମିଶନମାନଙ୍କ ମାଧ୍ୟମରେ ତାହାର କ୍ଷମତା ଦେଖାଇଛି। ଏହି ମିଶନ ପାଇଁ ଅତ୍ୟଧିକ ଶକ୍ତିଶାଳୀ ରକେଟ୍ ଓ ନୂତନ ପ୍ରଯୁକ୍ତିମାନଙ୍କର ଆବଶ୍ୟକତା ରହିବ, ଯାହାମାନଙ୍କ ମଧ୍ୟରୁ କିଛିର ଉନ୍ନତି ଆରମ୍ଭ ହେଉନାହିଁ। ଗଗନଯାନ ମିଶନ ଅଧୀନରେ ପ୍ରଥମେ ଡିସେମ୍ବର 2024ରେ ଏକ ମାନବ ରହିତ ପରୀକ୍ଷା ମିଶନ ପ୍ରକଳ୍ପିତ ହୋଇଛି। ଏହି ପରୀକ୍ଷା ମିଶନ ଇସ୍ରୋକୁ ଆବଶ୍ୟକ ଡାଟା ଓ ଅନୁଭବ ପ୍ରଦାନ କରିବ, ଯାହା ମାନବ ସହିତ ମିଶନର ସଫଳତା ପାଇଁ ଆବଶ୍ୟକ ହେବ। ଏହାପରେ 2025ରେ ଭାରତ ତାହାର ପ୍ରଥମ ଅନ୍ତରୀକ୍ଷ ଯାତ୍ରୀମାନଙ୍କୁ ଅନ୍ତରୀକ୍ଷକୁ ପଠାଇବାକୁ ଯୋଜନା କରୁଛି। ଚନ୍ଦ୍ରରେ ଓହ୍ଲାଇବା ପାଇଁ ଇସ୍ରୋକୁ ନୂତନ ପ୍ରଣାଳୀମାନ, ଲ୍ୟାଣ୍ଡର ଓ ଅନ୍ୟାନ୍ୟ ଆବଶ୍ୟକ ପ୍ରଯୁକ୍ତିମାନଙ୍କର ଉନ୍ନତି କରିବାକୁ ହେବ। ଏହା ସହିତ ଅନ୍ତରୀକ୍ଷ ଯାତ୍ରୀମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନୂତନ ଚିକିତ୍ସା ଓ ଜୀବନ ସମର୍ଥନ ପ୍ରଣାଳୀମାନଙ୍କୁ ମଧ୍ୟ ବିକାଶ କରିବାକୁ ହେବ। ଏହି ସମସ୍ୟାମାନ ଥିଲେ ବି ଭାରତର ଚନ୍ଦ୍ରରେ ଓହ୍ଲାଇବାର ସ୍ୱପ୍ନ ସମ୍ଭବ ଦେଖାଯାଉଛି, ବିଶେଷ କରି ଇସ୍ରୋର ବର୍ତ୍ତମାନ ପ୍ରଗତିକୁ ଦେଖି। ଗଗନଯାନ ମିଶନ ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ଏକ ମହାନ ମାଇଲଫଳକ ସାବିତ ହେବ। ଏହି ମିଶନ ମାନବ ବିଜ୍ଞାନ ଓ ପ୍ରଯୁକ୍ତିର ଦୃଷ୍ଟିକୋଣରୁ ତଥା ଭାରତର ଆନ୍ତର୍ଜାତୀୟ ପ୍ରତିଷ୍ଠା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଏହା ସଫଳ ହୁଏ, ତେବେ ଭାରତ ଅନ୍ତରୀକ୍ଷ ଅନ୍ୱେଷଣର ମେଘ ଶୀର୍ଷରେ ପହଞ୍ଚିଯିବ ଓ ଚନ୍ଦ୍ରମାରେ ମାନବ ପଠାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବ।